ସାମ୍ବାଦିକ ସମ୍ମିଳନୀ କରାଯାଇଛି ଇନଭେଷ୍ଟ କ'ଣ କରୁଥିଲେ? କାଲି ଗୋଟେ ଅନଲାଇନ୍ ଗେମିଂ ଉପରେ ଗୋଟେ ଇନଫର୍ମେସନ୍ ମିଳିଥିଲା। ସେଥିରେ ରେଡ୍ କରାହେଇଥିଲା। ସେଥିରେ ଆମର 5 ଜଣ ଏକ୍ୟୁଜ୍ ଧରା ହେଇଛି। 3 ଜଣ ବିହାରର ଆଉ 3ଟା ଲ୍ୟାପଟପ୍ ଆଉ 20ଟା ମୋବାଇଲ୍ ଦିଆଯାଇଛି। ସେମାନେ ନର୍ମାଲି କାଁ କରୁଥିଲେ ଅନଲାଇନ୍ରେ ଗେମ୍ କରୁଥିଲେ, ମାନେ ବିଭିନ୍ନ ପ୍ରକାର ସ୍ପୋର୍ଟସ୍ ଟାଇପ୍ର କରିକିରି ଏଲ୍ୟୁର୍ କରୁଥିଲେ ଲୋକମାନଙ୍କୁ। ଏଥିରେ 80 ଟାଇମ୍ସ 80 ଗୁଣା ପଇସା ମିଳିବ ବୋଲି ସେମାନେ ଏଲ୍ୟୁର୍ କରିକିରି ବିଭିନ୍ନ ଲୋକଙ୍କୁ ପ୍ରଲୋଭିତ କରିକିରି ପଇସା ଅନଲାଇନ୍ରେ ସେମାନେ ପେ କରୁଥିଲେ। ଆମେ ତାଙ୍କର ଆକାଉଣ୍ଟ ଗୁଡ଼ାକ ଏଇଟା ଇଟ୍ ଇଜ୍ ଅଣ୍ଡର ଇନଭେଷ୍ଟିଗେସନ୍। ଏଇ ସଂକ୍ରାନ୍ତରେ କଣ୍ଟାବାଞ୍ଜି ଥାନାରେ ଗୋଟେ କେସ୍ ହେଇଛି 44 କେସ୍ ନମ୍ବର। ଆଉ 5 ଜଣ ଏକ୍ୟୁଜ୍ ଆରେଷ୍ଟ ହେଇଛନ୍ ଆଉ 3ଟା ଲ୍ୟାପଟପ୍ ଆଉ 20ଟା ମୋବାଇଲ୍ ସିଜ୍ ହେଇଛି। ଆଜି ସେମାନେ ଆରେଷ୍ଟ ହେଇକିରି କୋର୍ଟ ଫରୱାର୍ଡ ହେଲେ। ସନ୍ତୋଷ କୁମାର ଯାଦବ ଆଉ ଗୋଟେ ସନ୍ତୋଷ କୁମାର, ସୋନୁ କୁମାର ଯାଦବ, କ୍ଷୀରସାଗର ନାୟକ ଆଉ ଜିତେନ୍ଦ୍ର ପୁଞ୍ଜି। 3 ଜଣ ବିହାରର, ଯେନ୍ କହିଲେ ସନ୍ତୋଷ କୁମାର ଯାଦବ, ସନ୍ତୋଷ କୁମାର ଆଉ ସୋନୁ କୁମାର ଯାଦବ ଆଉ କ୍ଷୀରସାଗର ନାୟକ ଆଉ ଜିତେନ୍ଦ୍ର ପୁଞ୍ଜି 2 ଜଣ ଲୋକାଲ୍ ଅଛନ୍ତି। ବେଲପଡ଼ାରେ ଗୋଟେ ଆଉ ଗୋଟେ କଣ୍ଟାବାଞ୍ଜିର। ଆଉ ଏଇଟା ଇନଭେଷ୍ଟିଗେସନ୍ ଚାଲିଛି। ଯେଉଁମାନେ ବି ଆସିବେ ଭିତରକୁ ଦେ ୱିଲ୍ ଅଲ୍ ବି ଆରେଷ୍ଟେଡ୍ ଫରୱାର୍ଡ। ଏଇଟା ଅନଲାଇନ୍ ଗେମିଂ ଥିଲା। ଏଇଟା ଜାଗା ସ୍ପଟ୍ ହେମିତି କିଛି ନାହିଁ। ଲ୍ୟାପଟପ୍ରେ ସେମାନେ ଲ୍ୟାପଟପ୍ ମୋବାଇଲ୍ ଫୋନ୍ରେ